ଆଚ୍ଛା ଟିକେ ଭାବନ୍ତୁ ତ ବଜାରକୁ ଯାଇ ନିଜର ସବୁଠାରୁ ପ୍ରିୟ କେକ୍ କିଣିବାକୁ ଚାହିଁଲେ ଆଉ ଦେଖିଲେ ଯେ ତାର ଦାମ ହଠାତ୍ ପୁରା ଦ୍ୱିଗୁଣିତ ହୋଇଯାଇଛି। ସେଇଟା ତ ବହୁତ ବାଧିବ। ଏକଦମ। ଆଉ ଯଦି ଦୋକାନୀକୁ ପଚାରିଲେ ସେ କହୁଛି ଯେ ଆଜିକାଲି କେହି ବି କେକ୍ କିଣୁନାହାନ୍ତି, ଚାହିଦା ବି ବିଲକୁଲ ନାହିଁ, ତଥାପି ମୋତେ ଏହାର ଦାମ ବଢ଼ାଇବାକୁ ପଡ଼ୁଛି। ମାନେ ଚାହିଦା ନାହିଁ ଅଥଚ ଦାମ ବଢୁଛି। ହଁ, ଏହା ଶୁଣିଲେ ମୁଣ୍ଡ ଖରାପ ହେବା ସ୍ୱାଭାବିକ, କାରଣ ଅର୍ଥନୀତିର ସାଧାରଣ ନିୟମ କହୁଛି ଯଦି କୌଣସି ଜିନିଷର ଚାହିଦା ନାହିଁ ତେବେ ତାର ଦାମ କମିବା କଥା। ନିଶ୍ଚିତ ଭାବରେ ସେୟା ହିଁ ହେବା କଥା। କିନ୍ତୁ ଯଦି କେହି କିଣିବାକୁ ପ୍ରସ୍ତୁତ ନାହାନ୍ତି ତେବେ ଦାମ କାହିଁକି ଆକାଶ ଛୁଆଁ ହେଉଛି? ଆଜି ହେଉଛି 22 ଏପ୍ରିଲ 2026 ଆଉ ଆଜିର ଏହି ବିସ୍ତୃତ ଆଲୋଚନାରେ ଆମେ ଏମିତି ଏକ ଅଦୃଶ୍ୟ ସୂତା ବିଷୟରେ କଥା ହେବା ଯାହା ଆମ ପୁରା ଦୁନିଆକୁ ଏକାଠି ବାନ୍ଧି ରଖିଛି। ଆଉ ବେଳେବେଳେ ସମସ୍ତଙ୍କୁ ପୁରା ପାଗଳ ମଧ୍ୟ କରିଦେଉଛି, ଠିକ୍ ନା? ଏକଦମ ଠିକ୍ କହିଲେ। ମାନେ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଗୋଟିଏ ଜାହାଜ କିପରି ଆମ ରୋଷେଇ ଘରର ଖର୍ଚ୍ଚ ବଢ଼ାଉଛି ଆଉ ଘର ବାହାରେ ଥିବା ପ୍ରବଳ ଖରା ଓ ଅଦ୍ଭୁତ ପାଣିପାଗ ସହ ଏହାର କି ସମ୍ପର୍କ ରହିଛି ତାହା ଆଜି ଆମେ ଦେଖିବା। ଆଉ ତା ସହ ଆମ ଦେଶରେ ଚାଲିଥିବା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କର୍ପୋରେଟ୍ ଠକେଇ କଥା ବି ଆଲୋଚନା କରିବା। ହଁ, ସେସବୁ ବିଷୟରେ ବି ଗଭୀର ବିଶ୍ଳେଷଣ କରିବା। ତେବେ ପ୍ରଥମେ ସେହି କେକ୍ ବା ମହଙ୍ଗା ମାଡ଼ର ଉଦାହରଣରୁ ହିଁ ଆରମ୍ଭ କରିବା, କାରଣ ଏହାର ମୂଳ କାରଣ ଆମ ପାଖରେ ନୁହେଁ। ଏହା ବହୁତ ଦୂରରେ ସମୁଦ୍ର ମଝିରେ ଲୁଚି ରହିଛି। ବାସ୍ତବରେ ସେହି ସମୁଦ୍ରର କାହାଣୀ ହିଁ ଆଜିର ସବୁଠାରୁ ବଡ଼ ସମସ୍ୟାର ମୂଳ। ସାଧାରଣତଃ ଲୋକେ ଭାବନ୍ତି ଯେ ଆମେ ଅନଲାଇନରେ କିଛି ଅର୍ଡର କଲେ ତାହା ସିଧା କାରଖାନାରୁ ଆସି ଘରେ ପହଞ୍ଚିଯାଏ। ସହଜ ଲାଗେ ପ୍ରକ୍ରିୟାଟି। କିନ୍ତୁ ଏହି ପ୍ରକ୍ରିୟା ପଛରେ ଏକ ବିରାଟ ବଡ଼ ଏବଂ ଜଟିଳ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ବା ସପ୍ଲାଇ ଚେନ୍ କାମ କରୁଥାଏ। ଆଉ ବର୍ତ୍ତମାନ ଏହି ଶୃଙ୍ଖଳାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକୁ ଆମେ ହର୍ମୁଜ୍ ପ୍ରଣାଳୀ କହୁ, ସେଠାରେ ଏକ ଭୟଙ୍କର ସଙ୍କଟ ଦେଖାଦେଇଛି। ଆଚ୍ଛା, ମୁଁ ଖବରକାଗଜରେ ବାରମ୍ବାର ହର୍ମୁଜ୍ ପ୍ରଣାଳୀ ନାମଟି ଦେଖିବାକୁ ପାଉଛି, କିନ୍ତୁ ପ୍ରକୃତରେ ଏହା କ'ଣ ଆଉ ଏହା ବନ୍ଦ ହୋଇଗଲେ ପୁରା ଦୁନିଆରେ ଏତେ ହାହାକାର କାହିଁକି ପଡ଼ିଯାଏ? କହୁଛି ଶୁଣନ୍ତୁ। କଳ୍ପନା କରନ୍ତୁ ବିଶ୍ୱର ବିଭିନ୍ନ ଦେଶକୁ ତେଲ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଇବା ପାଇଁ ଗୋଟିଏ ମୁଖ୍ୟ ରାଜପଥ ଅଛି। ଆଚ୍ଛା। ଯାହାକି ମାତ୍ର 21 ମାଇଲ ଓସାରାର ଏକ ସଂକୀର୍ଣ୍ଣ ଜଳପଥ। ଏହି ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱ ଅର୍ଥନୀତିର ଏକ ପ୍ରକାର ମୁଖ୍ୟ ରକ୍ତଧମନୀ। ଏବେ ଆମେରିକା ଏବଂ ଇରାନ ମଧ୍ୟରେ ଯେଉଁ ତିକ୍ତତା ଲାଗି ରହିଛି ତାହା ଏହି ଧମନୀକୁ ସମ୍ପୂର୍ଣ୍ଣ ବ୍ଲକ୍ କରିଦେଇଛି। ସମ୍ପୂର୍ଣ୍ଣ ବ୍ଲକ୍? ମାନେ ଆରମ୍ଭ କେମିତି ହେଲା ଏଇଟା? ଘଟଣାଟି ଆରମ୍ଭ ହେଲା ଯେତେବେଳେ ଆମେରିକା ଓମାନ ସାଗରରେ ଇରାନର ଏକ ମାଲବାହୀ ଜାହାଜ ଟୁସାକୁ ଅଟକାଇଲା। ଓହୋ, ଟୁସା ଜାହାଜ କଥା? ହଁ, ଆମେରିକାର କହିବା କଥା ଯେ ଏହା ଆନ୍ତର୍ଜାତୀୟ ନିୟମ ଭାଙ୍ଗିଥିଲା। କିନ୍ତୁ ଏହି ପଦକ୍ଷେପର ପ୍ରତିକ୍ରିୟା ବହୁତ ଭୟଙ୍କର ଥିଲା। ଦୁଇ ଦେଶ ମଧ୍ୟରେ ପୂର୍ବରୁ ଥିବା ପରମାଣୁ କାର୍ଯ୍ୟକ୍ରମ ବିବାଦ ନିଆଁରେ ପୁରା ଘିଅ ଢାଳିଲା ପରି କାମ କଲା। ମାନେ ପରିସ୍ଥିତି ଆହୁରି ଖରାପ ହୋଇଗଲା? ଏକଦମ। ଇରାନ କେବଳ ଡ୍ରୋନ୍ ଆକ୍ରମଣ କଲା ନାହିଁ, ବରଂ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଏହି ସମ୍ପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ହିଁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲା। ଆରେ ବାପରେ, ତାର ଅର୍ଥ ଏହା ଠିକ୍ ସେହିପରି ଯେପରି ସହରର ସବୁଠାରୁ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାଟିକୁ କେହି ହଠାତ୍ ବନ୍ଦ କରିଦେବ ଆଉ ସମସ୍ତ ବଡ଼ ବଡ଼ ଟ୍ରକ୍ଗୁଡ଼ିକୁ ଏକ ସଂକୀର୍ଣ୍ଣ ଲମ୍ବା ଗାଁ ରାସ୍ତା ଦେଇ ଯିବାକୁ ବାଧ୍ୟ କରାଯିବ। ପୁରା ସଠିକ୍ ଉଦାହରଣ ଦେଲେ ଆପଣ। ମୁଁ ଏହା ଉପରେ କିଛି ତଥ୍ୟ ପଢ଼ୁଥିଲି ଆଜି, ଆଉ ସତ କହୁଛି ମୋତେ ବିଶ୍ୱାସ ହେଲା ନାହିଁ। କାରଣ ଏହି ମୁଖ୍ୟ ରାସ୍ତା ବନ୍ଦ ହେବା ଯୋଗୁଁ ଜାହାଜଗୁଡ଼ିକୁ ଏବେ ଆଫ୍ରିକା ମହାଦେଶର ପୁରା ତଳ ଦେଇ, ଅର୍ଥାତ୍ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ବୁଲିକରି ଯାତ୍ରା କରିବାକୁ ପଡ଼ୁଛି। ହଁ, ଯାହାକି ବହୁତ ଲମ୍ବା ରାସ୍ତା। ଏକଦମ। ଏହାର ଅର୍ଥ ହେଲା ଗୋଟିଏ ଜାହାଜକୁ ପହଞ୍ଚିବା ପାଇଁ ଆହୁରି 10ରୁ 14 ଦିନ ଅଧିକ ସମୟ ଲାଗୁଛି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗତିପଥ ବଦଳାଇବା ବା ଡାଇଭର୍ସନର ହାର। ସେ ନେଇ କ'ଣ ତଥ୍ୟ ଅଛି? ପୂର୍ବରୁ ପ୍ରତିଦିନ ହାରାହାରି 218ଟି ଜାହାଜ ଗତିପଥ ବଦଳାଉଥିଲେ, କିନ୍ତୁ ଏବେ ତାହା ହଠାତ୍ 1010କୁ ବୃଦ୍ଧି ପାଇଛି। ଏହା ପ୍ରାୟ 360% ବୃଦ୍ଧି। ଆରେ ବାପରେ, ଏତେ ଅଧିକ? ହଁ, ଏବଂ କେବଳ MSC ନାମକ ଗୋଟିଏ ସିପିଂ କମ୍ପାନୀ ବାଧ୍ୟ ହୋଇ ନିଜର 59% ଜାହାଜର ପଥ ବଦଳାଇ ଦେଇଛି। କିନ୍ତୁ ଏଠାରେ ମୋର ଗୋଟିଏ ଛୋଟ ସନ୍ଦେହ ଅଛି। କୁହନ୍ତୁ। ଯାତ୍ରା ସମୟ ବଢ଼ିଲେ ଅଧିକରୁ ଅଧିକ କ'ଣ ହେବ? କେବଳ ଟିକେ ଇନ୍ଧନ ବା ଡିଜେଲ ଖର୍ଚ୍ଚ ବଢ଼ିବ। ତେବେ ଏହା ଯୋଗୁଁ ସମଗ୍ର ପରିବହନ ଖର୍ଚ୍ଚ ଏତେ ମାତ୍ରାରେ କିପରି ବଢ଼ିଯାଉଛି ଯେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି? ଆଚ୍ଛା, ଏଇଠାରେ ହିଁ ଅନେକ ଲୋକ ଭୁଲ ବୁଝନ୍ତି। ଏହା କେବଳ ଟିକେ ଅଧିକ ଇନ୍ଧନର କଥା ବିଲକୁଲ ନୁହେଁ।
ଯେତେବେଳେ ଗୋଟିଏ ଜାହାଜ 14 ଦିନ ଅଧିକ ସମୟ ସମୁଦ୍ରରେ ରହେ ସେତେବେଳେ ତାର ପୂରା ହିସାବ ବଦଳିଯାଏ। ମାନେ ଆଉ କ'ଣ ସବୁ ଖର୍ଚ୍ଚ ଥାଏ? ପ୍ରଥମତଃ ଏହା ଯେଉଁ ନୂଆ ରାସ୍ତା ଦେଇ ଯାଉଛି ତାହା ଅଧିକ ବିପଦପୂର୍ଣ୍ଣ। ତେଣୁ ସାମୁଦ୍ରିକ ବୀମା ବା ଇନ୍ସ୍ୟୁରାନ୍ସ ପ୍ରିମିୟମ୍ ଅନେକ ଗୁଣ ବଢ଼ିଯାଏ। ଦ୍ୱିତୀୟତଃ ଜାହାଜରେ ଥିବା କର୍ମଚାରୀମାନଙ୍କୁ ସେହି ଅତିରିକ୍ତ ଦିନଗୁଡ଼ିକ ପାଇଁ ଦରମା ଏବଂ ଖାଦ୍ୟ ଯୋଗାଇବାକୁ ପଡ଼େ। ଓହୋ, ଇନ୍ସ୍ୟୁରାନ୍ସ ଆଉ ଧର୍ମ, ଏଇଟା ତ ମୁଁ ଭାବିନଥିଲି। ତା ଛଡ଼ା ଆଉ ଗୋଟେ ବଡ଼ ସମସ୍ୟା ଅଛି। ଜାହାଜଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ ବନ୍ଦରରେ ପହଞ୍ଚିବା କଥା, କିନ୍ତୁ ସମସ୍ତେ ଏକା ସାଙ୍ଗରେ ବିଳମ୍ବରେ ପହଞ୍ଚିବା ଯୋଗୁଁ ବନ୍ଦରଗୁଡ଼ିକରେ ଏକ ପ୍ରକାରର ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି। ସମୁଦ୍ର ବନ୍ଦରରେ ଟ୍ରାଫିକ୍ ଜାମ୍? ହଁ, ଉଦାହରଣ ସ୍ୱରୂପ ଭାରତର ପ୍ରମୁଖ ବନ୍ଦର ଯେପରିକି ମୁନ୍ଦ୍ରା ଏବଂ ନଭାସେବା କଥା ବିଚାରକୁ ନିଅନ୍ତୁ। ବର୍ତ୍ତମାନ ସେଠାରେ 60%ରୁ ଅଧିକ ୟାର୍ଡ କ୍ଷମତା ବ୍ୟବହାର ହେଉଛି। ମାନେ ଆଉ ଜାଗା ନାହିଁ ସେଠି? ଏକଦମ। ଏହାର ଅର୍ଥ ହେଉଛି ଜାହାଜରୁ ମାଲ ଓହ୍ଲାଇବା ପାଇଁ ବନ୍ଦରରେ ଆଉ ସ୍ଥାନ ନାହିଁ। ଯେଉଁ କଣ୍ଟେନରଗୁଡ଼ିକ ବାହାରକୁ ଯିବା କଥା ତାହା ସେଇଠାରେ ଅଟକି ରହିଛି। ଅନ୍ୟ ଦେଶରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବାହାର ଦେଶରେ ବି ଏମିତି ଅବସ୍ଥା? ହଁ, ଚିଲିର ପୁଏର୍ତୋ ଏଙ୍ଗାମୋସ୍ ବନ୍ଦରରେ 45 ଦିନର ବିଳମ୍ବ ଦେଖିବାକୁ ମିଳୁଛି। ଆଉ ଆମ ଭାରତୀୟ ବନ୍ଦରଗୁଡ଼ିକରେ ତ କିଛି ଜାହାଜକୁ ମାଲ ଖାଲି କରିବା ପାଇଁ 49 ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। 49 ଦିନ? ବାପ୍ରେ! ଗୋଟିଏ ଜାହାଜକୁ ମାସ ଦେଢ଼ ମାସ ଧରି କେବଳ ସମୁଦ୍ର କୂଳରେ ଅପେକ୍ଷା କରିବାକୁ ପଡ଼ୁଛି? ହଁ, ଆଉ ଏହି ସବୁ ବିଳମ୍ବ କାରଣରୁ ଶକ୍ତି ବଜାର ଓ ସାମଗ୍ରିକ ପରିବହନ ଖର୍ଚ୍ଚ ହାରାହାରି 10% ବୃଦ୍ଧି ପାଇଲାଣି ବୋଲି ଜଣାପଡ଼ିଛି। ଏହା ତ ସାଧାରଣ କଥା। ଏହି ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ନିଶ୍ଚିତ ଭାବରେ ସେହି ଜାହାଜ କମ୍ପାନୀଗୁଡ଼ିକ ନିଜ ପକେଟରୁ ଦେବେ ନାହିଁ, ବରଂ ଏହା ଆମ ଦୈନନ୍ଦିନ ବଜାର ଖର୍ଚ୍ଚରେ ଆସି ମିଶିବ। ନିଶ୍ଚିତ ଭାବରେ ଶେଷରେ ଗ୍ରାହକ ହିଁ ପଇସା ଦେବେ। ଆଉ ଏହି ବିନ୍ଦୁରୁ ମୋ ମନରେ ପୁଣି ସେଇ ମହଙ୍ଗା କେକ୍ କଥା ମନେ ପଡ଼ୁଛି। ଆସନ୍ତୁ ଏହାକୁ ଇସ୍ପାତ ବା ଷ୍ଟିଲ୍ ବଜାର ମାଧ୍ୟମରେ ଟିକେ ବୁଝିବା। ଆଚ୍ଛା, ଷ୍ଟିଲ୍ ମାର୍କେଟ। ହଁ, ମୁଁ ଆଜି ୱାର୍ଲଡ ଷ୍ଟିଲ୍ ଆସୋସିଏସନର ଏକ ରିପୋର୍ଟ ପଢ଼ୁଥିଲି। ସେମାନଙ୍କ ଅନୁଯାୟୀ 2026 ମସିହାରେ ବିଶ୍ୱବ୍ୟାପୀ ଇସ୍ପାତର ଚାହିଦା ବହୁତ ଦୁର୍ବଳ ଅଛି। ବିଶ୍ୱସ୍ତରରେ ଏହା ମାତ୍ର 0.3% ବୃଦ୍ଧି ପାଇ 172 ବିଲିୟନ ଟନ୍ରେ ସୀମିତ ରହିବା ବୋଲି ଅନୁମାନ କରାଯାଉଛି। ମାନେ ଚାହିଦା ପ୍ରାୟତଃ ବଢ଼ୁନାହିଁ କହିଲେ ଚଲେ। ଏକଦମ। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ବିଶ୍ୱର ସବୁଠାରୁ ବଡ଼ ଇସ୍ପାତ ଗ୍ରାହକ ଯେ କି ଚୀନ, ସେଠାରେ ଏହି ଚାହିଦା 1.5% ହ୍ରାସ ପାଇଛି। ଚୀନରେ ଡିମାଣ୍ଡ କମିଯାଇଛି। ତେବେ ମୋର ସେହି ପୁରୁଣା ପ୍ରଶ୍ନ ପୁଣି ଉଠୁଛି, ଯଦି ଚୀନ ଭଳି ବଡ଼ ଦେଶ ଇସ୍ପାତ କିଣିବାକୁ ଆଗ୍ରହୀ ନୁହେଁ ଆଉ ବିଶ୍ୱବ୍ୟାପୀ ଚାହିଦା ଏତେ କମ୍ ଅଛି, ତେବେ ବଜାରରେ ଇସ୍ପାତର ମୂଲ୍ୟ କାହିଁକି ବଢ଼ିବାର ଲାଗିଛି? ଅର୍ଥନୀତିର ନିୟମ ଏଠାରେ କାହିଁକି କାମ କରୁନାହିଁ? ଏହା ଏକ ଚମତ୍କାର ପ୍ରଶ୍ନ, ଆଉ ଆପଣଙ୍କର ସେହି କେକ୍ ଉଦାହରଣ ଏଠାରେ ସମ୍ପୂର୍ଣ୍ଣ ଖାପ ଖାଉଛି, ବୁଝିଲେ? କେମିତି? ଟିକେ ବୁଝାଇକି କୁହନ୍ତୁ। ଚୀନରେ ଚାହିଦା କମିବାର ମୂଳ କାରଣ ହେଉଛି ସେଠାକାର ରିଅଲ ଏଷ୍ଟେଟ୍ ବା ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ବିରାଟ ମାନ୍ଦାବସ୍ଥା। ଲୋକେ ଘର କିଣୁନାହାନ୍ତି, ତେଣୁ କୋଠାବାଡ଼ି ନିର୍ମାଣ କମିଯାଇଛି ଆଉ ଇସ୍ପାତର ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି। ହଁ, ସେଇଟା ତ ଠିକ୍ କଥା। କିନ୍ତୁ ଇସ୍ପାତର ଦାମ କାହିଁକି ବଢ଼ୁଛି? କାରଣ ଇସ୍ପାତ ତିଆରି କରିବା ପାଇଁ ଯେଉଁ କଞ୍ଚାମାଲ ଦରକାର, ଯେପରି ଆପଣଙ୍କ କେକ୍ ପାଇଁ ମଇଦା ଆଉ ଚିନି ଦରକାର ଥିଲା, ତାହା ସେଇ ସମୁଦ୍ରରେ ଫସି ରହିଛି। ଓହୋ, ମାନେ ର ମେଟେରିଆଲ ଆସିପାରୁନି? ଏକଦମ। ଇସ୍ପାତ ଉତ୍ପାଦନ ପାଇଁ ଲୌହପିଣ୍ଡ ଏବଂ କୋଇଲାର ନିତାନ୍ତ ଆବଶ୍ୟକତା ରହିଛି। ସେହି ହାର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଜାହାଜଗୁଡ଼ିକ 49 ଦିନ ଅଟକି ରହିବା ଯୋଗୁଁ ବଜାରରେ ଏହି କଞ୍ଚାମାଲର ଘୋର ଅଭାବ ଦେଖାଦେଇଛି। ଆଚ୍ଛା, ତେଣୁ ଏହାର ଦାମ ବଢ଼ିଯାଉଛି? ହଁ, ଉଦାହରଣ ସ୍ୱରୂପ ଦକ୍ଷିଣ ଆଫ୍ରିକାରୁ ଆସୁଥିବା କୋଇଲା ମୂଲ୍ୟରେ ମାତ୍ର ଗୋଟିଏ ମାସ ମଧ୍ୟରେ 14% ବୃଦ୍ଧି ଘଟିଛି। ସେହିପରି ଅଷ୍ଟ୍ରେଲୀୟ କୋଇଲାର ମୂଲ୍ୟ ଗତ ବର୍ଷ ତୁଳନାରେ ପ୍ରାୟ 30% ଅଧିକ ହୋଇଯାଇଛି। 30% ଅଧିକ? ଏହା ତ ବହୁତ ବଡ଼ ବୃଦ୍ଧି। ତେବେ ଭାବନ୍ତୁ, ଯେତେବେଳେ କାରଖାନା ମାଲିକଙ୍କୁ କୋଇଲା କିଣିବା ପାଇଁ 30% ଅଧିକ ଟଙ୍କା ଗଣିବାକୁ ପଡ଼ିବ, ସେତେବେଳେ ସେ ବାଧ୍ୟ ହୋଇ ଉତ୍ପାଦିତ ଇସ୍ପାତର ଦାମ ବଢ଼ାଇବ ହିଁ ବଢ଼ାଇବ। ଏହାକୁ ଅର୍ଥନୀତିରେ ଆମେ କଷ୍ଟ ପୁsh ଇନଫ୍ଲେସନ୍ ବା ଉତ୍ପାଦନ ଖର୍ଚ୍ଚ ଜନିତ ମୁଦ୍ରାସ୍ଫୀତି ବୋଲି କହୁ। ଆଚ୍ଛା, ବୁଝିଗଲି ଏବେ। ମାନେ ଚାହିଦା ନଥିଲେ ମଧ୍ୟ କେବଳ ଉତ୍ପାଦନ ଖର୍ଚ୍ଚ ଏବଂ ପରିବହନ ଖର୍ଚ୍ଚ ଯୋଗୁଁ ଦାମ ବଢ଼ୁଛି। ହଁ, ସମ୍ପୂର୍ଣ୍ଣ ସଠିକ୍। କିନ୍ତୁ ଏହି ବିଶ୍ୱବ୍ୟାପୀ ନିରାଶା ମଧ୍ୟରେ ଗୋଟିଏ ତଥ୍ୟ ମୋତେ ବହୁତ ଆଶ୍ଚର୍ଯ୍ୟ କଲା ଆଜି।
କେଉଁ ତଥ୍ୟ? ତାହା ହେଉଛି ଆମ ଭାରତର ସ୍ଥିତି। ଏହି ରିପୋର୍ଟ ଅନୁଯାୟୀ ଭାରତ ଏକମାତ୍ର ବଡ଼ ଅର୍ଥନୀତି ଭାବରେ ଉଭା ହୋଇଛି ଯେଉଁଠି ଇସ୍ପାତ ଚାହିଦା 2026ରେ 7.4% ଏବଂ ଆସନ୍ତା 2027 ମସିହାରେ 9.2% ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ହଁ, ଭାରତର ଆକଳନ ବେଶ୍ ଭଲ ଅଛି। ମାନେ ଯେଉଁଠି ପୁରା ବିଶ୍ୱର ଚାହିଦା ଖସୁଛି ବା ସ୍ଥିର ଅଛି, ଭାରତରେ ଏମିତି କ'ଣ ହେଉଛି ଯେ ଆମକୁ ଏତେ ମାତ୍ରାରେ ଇସ୍ପାତ ଦରକାର ପଡ଼ୁଛି? ଏହାର ସିଧାସଳଖ କାରଣ ହେଉଛି ଭାରତର ଭିତ୍ତିଭୂମି ବା ଇନଫ୍ରାଷ୍ଟ୍ରକ୍ଚର ବିକାଶ। ଚୀନରେ ନିର୍ମାଣ କାର୍ଯ୍ୟ କମିଥିବା ବେଳେ ଭାରତରେ ଏବେ ଏକ୍ସପ୍ରେସୱେ, ନୂଆ ରେଳପଥ, ବିମାନ ବନ୍ଦର ଏବଂ ବୃହତ୍ ସହରୀକରଣ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଚାଲିଛି। ହଁ, ସବୁଆଡ଼େ ତ କାମ ଚାଲିଛି। ଆଉ ଏହିସବୁ ପାଇଁ ପ୍ରଚୁର ଇସ୍ପାତ ଆବଶ୍ୟକ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ଯୋଗାଣ ଶୃଙ୍ଖଳାର ଏହି ଅସ୍ଥିରତାକୁ ଦେଖି ଭାରତ ହାତ ବାନ୍ଧି ବସିନାହିଁ। ମାନେ ଆମେ ନିଜେ କିଛି ପ୍ରସ୍ତୁତି କରୁଛେ? ଏକଦମ ନିଜର ଭବିଷ୍ୟତ ଆବଶ୍ୟକତାକୁ ସୁରକ୍ଷିତ କରିବା ପାଇଁ ଭାରତ ଏକ ସୁନ୍ଦର ରଣନୀତି ଆପଣାଇଛି। ଠିକ୍ ଏହି ସମୟରେ ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ 12ଟି ଅତି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ବା MOU ସ୍ୱାକ୍ଷରିତ ହୋଇଛି। ହଁ, ମୁଁ ଏହା ବିଷୟରେ ପଢ଼ିଥିଲି। ଏହି ଚୁକ୍ତିଗୁଡ଼ିକରେ କେବଳ ଇସ୍ପାତ ନୁହେଁ, ବରଂ ଜାହାଜ ନିର୍ମାଣ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଉ ସେମିକଣ୍ଡକ୍ଟର ଭଳି ଅତ୍ୟାବଶ୍ୟକ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି। ହଁ, ଏସବୁ କ୍ଷେତ୍ରରେ କୋରିଆ ବହୁତ ଆଗରେ ଅଛି। ଆଉ ସେମାନଙ୍କର ଲକ୍ଷ୍ୟ ହେଉଛି 2030 ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ $50 ବିଲିୟନ ପହଞ୍ଚାଇବା। ଏହା ତ ଏକ ବଡ଼ ପଦକ୍ଷେପ। ପ୍ରକୃତରେ ଯେତେବେଳେ ସମୁଦ୍ରରେ ଜାହାଜ ଅଟକି ଯାଉଛି ଏବଂ କଞ୍ଚାମାଲ ଦାମ ବଢ଼ୁଛି, ସେତେବେଳେ ଦୁଇଟି ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ମଧ୍ୟରେ ଏହିଭଳି ସିଧାସଳଖ ବାଣିଜ୍ୟିକ ସମ୍ପର୍କ ଭବିଷ୍ୟତର ଆର୍ଥିକ ସୁରକ୍ଷା ପାଇଁ ଏକ ମଜବୁତ ବିକଳ୍ପ ରାସ୍ତା ତିଆରି କରୁଛି। ମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା କମିବ। ହଁ, ଆଉ ଏହାଦ୍ୱାରା ଭାରତର ବର୍ଦ୍ଧିତ ଇସ୍ପାତ ଚାହିଦା ବିନା କୌଣସି ବିଶ୍ୱସ୍ତରୀୟ ବାଧାବିଘ୍ନରେ ପୂରଣ ହୋଇପାରିବ। ଠିକ୍ ଅଛି। ଏବେ ପର୍ଯ୍ୟନ୍ତ ଆମେ ଅର୍ଥନୈତିକ ଉତ୍ତାପ ଏବଂ ଭୌଗୋଳିକ ରାଜନୀତିରେ ଉତ୍ତାପ ବିଷୟରେ ଆଲୋଚନା କରୁଥିଲେ। ବିଶ୍ୱ ଅର୍ଥନୀତି ଆଉ ଯୋଗାଣ ବ୍ୟବସ୍ଥା କିପରି ଆମ ଜୀବନକୁ ପ୍ରଭାବିତ କରୁଛି ତାହା ବୁଝିଲେ। ହଁ, ଏହା ତ ଗୋଟିଏ ଦିଗ ଗଲା। କିନ୍ତୁ ଏସବୁ ବାଦ ଏବେ ଆମ ମୁଣ୍ଡ ଉପରେ ଏକ ପ୍ରକୃତ ଉତ୍ତାପ ବା ବାସ୍ତବିକ ବିପଦ ଘୂରି ବୁଲୁଛି, ଯାହା ଆଗକୁ ଏହି ମହଙ୍ଗା ସ୍ଥିତିକୁ ଆହୁରି ଖରାପ କରିଦେବ। ମୁଁ ପାଣିପାଗ ପରିବର୍ତ୍ତନ ବା ଜଳବାୟୁ ସଙ୍କଟ ବିଷୟରେ କହୁଛି ଏବେ। ଆରେ ହଁ, ପାଣିପାଗ ତ ଏବେ ସବୁଠୁ ବଡ଼ ଚିନ୍ତା। ଆମର ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ଏକ ଅତି ଗମ୍ଭୀର ସତର୍କ ସୂଚନା ଜାରି କରାଯାଇଛି। ସେମାନେ କହିଛନ୍ତି ଯେ ଚଳିତ ଗ୍ରୀଷ୍ମ ଋତୁରେ ଆମକୁ ଏକ ମେଗା ଏଲ୍‌ନିନୋର ସାମ୍ନା କରିବାକୁ ପଡ଼ିବ। ମେଗା ଏଲ୍‌ନିନୋ, ଏହା ତ ବିପଜ୍ଜନକ ଶୁଭୁଛି। ହଁ, ମାନେ ଆମେ ପ୍ରାୟତଃ ପ୍ରତିବର୍ଷ ଏଲ୍‌ନିନୋ ଶବ୍ଦ ଶୁଣିଥାଉଁ, କିନ୍ତୁ ଏଥର ଏହା କାହିଁକି ଏତେ ଭୟଙ୍କର ହେବାକୁ ଯାଉଛି? ପ୍ରକୃତରେ ଏହି ଏଲ୍‌ନିନୋ ଆମ ପାଣିପାଗ ଉପରେ କିପରି କାମ କରେ ବୋଲି ଆପଣ କହିବେ? ଦେଖନ୍ତୁ, ଏଲ୍‌ନିନୋର ମୂଳ ରହସ୍ୟ ପ୍ରଶାନ୍ତ ମହାସାଗରରେ ଲୁଚି ରହିଛି। ସାଧାରଣତଃ ଯେତେବେଳେ ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗର ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଏ, ତାହାକୁ ଆମେ ଏଲ୍‌ନିନୋ ବୋଲି କହୁ। ଆଚ୍ଛା। କିନ୍ତୁ ମେଗା ଏଲ୍‌ନିନୋର ଅର୍ଥ ହେଉଛି ଏହି ତାପମାତ୍ରା ବୃଦ୍ଧି ଏବେ ପୁରା ଚରମ ସୀମାରେ ପହଞ୍ଚିଛି। ଯେତେବେଳେ ମହାସାଗର ଗରମ ହୁଏ, ଏହା ପୃଥିବୀର ବାୟୁମଣ୍ଡଳୀୟ ସ୍ରୋତ ବା ଯାହାକୁ ଜେଟ୍ ଷ୍ଟ୍ରିମ୍ କୁହାଯାଏ, ତାର ଗତିପଥକୁ ବଦଳାଇ ଦିଏ। ଓହୋ, ଜେଟ୍ ଷ୍ଟ୍ରିମ୍ ବଦଳିଲେ କ'ଣ ହୁଏ? ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ଏଭଳି ପଡ଼େ ଯେ ଏହା ବର୍ଷା ଆଣୁଥିବା ପବନକୁ ରୋକିଦିଏ ଏବଂ ଭାରତ ଉପରେ ଏକ ହାଇ ପ୍ରେସର ହିଟ୍ ଡୋମ୍ ବା ଉଚ୍ଚ ଚାପଯୁକ୍ତ ଗରମ ବାୟୁର ଏକ ଆବରଣ ସୃଷ୍ଟି କରେ। ମାନେ ଗୋଟେ ଘୋଡ଼ଣୀ ଢାଙ୍କି ଦେଲା ଭଳି। ଏକଦମ ସେମିତି। ଫଳରେ ଗରମ ପବନ ଆଉ ବାହାରକୁ ଯାଇପାରେ ନାହିଁ ଏବଂ ଭୂପୃଷ୍ଠ ଅତ୍ୟଧିକ ଉତ୍ତପ୍ତ ହୋଇଉଠେ। ଆଉ ଏହାର ଫଳାଫଳ ତ ଆମେ ଏବେଠାରୁ ହିଁ ଦେଖିବା ଆରମ୍ଭ କରୁଣି। IMD ରିପୋର୍ଟ ଅନୁଯାୟୀ ଏପ୍ରିଲ 20ରୁ 25 ତାରିଖ ପର୍ଯ୍ୟନ୍ତ ଭାରତର ଉତ୍ତର ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାଗରେ ତାପମାତ୍ରା ଅସହ୍ୟ ହେବ ବୋଲି କୁହାଯାଇଛି। ହଁ, ବିଶେଷ କରି କେଉଁ କେଉଁ ରାଜ୍ୟ ପାଇଁ ସତର୍କତା ଅଛି? ବିଶେଷ କରି ଆମ ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା ଏବଂ ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକରେ। ଆହୁରି ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ଏପ୍ରିଲ 22 ତାରିଖ ପର୍ଯ୍ୟନ୍ତ ତୀବ୍ର ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ସତର୍କତା ଜାରି କରାଯାଇସାରିଛି। ଏହା ତ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବ। ନିଶ୍ଚିତ ଭାବରେ। କିନ୍ତୁ ଏଠାରେ ଏକ ବିରୋଧାଭାସ ବା ଆଶ୍ଚର୍ଯ୍ୟଜନକ କଥା ମୋତେ ସମ୍ପୂର୍ଣ୍ଣ ଚକିତ କରିଦେଉଛି। କି ବିରୋଧାଭାସ? ଯେ କିଛି ସ୍ଥାନରେ
ଘୂର୍ଣ୍ଣିବଳୟ ସହ ହଠାତ୍ ବର୍ଷା ଏବଂ ପ୍ରବଳ ବଜ୍ରପାତର ସମ୍ଭାବନା ମଧ୍ୟ ଅଛି। ହଁ, ଏହା ବେଳେବେଳେ ଘଟେ। କିନ୍ତୁ ଏହା କିପରି ସମ୍ଭବ? ପ୍ରକୃତି କ'ଣ ସ୍ଥିର କରିପାରୁନାହିଁ ଯେ ସେ ଆମକୁ ଖରାରେ ସିଝାଇବ ନା ବର୍ଷାରେ ଧୋଇଦେବ? ଗୋଟିଏ ହିଟ୍ ୱେଭ୍ ସମୟରେ ବଜ୍ରପାତ କେମିତି ହୋଇପାରେ, ମୁଁ ତ ବୁଝିପାରୁନି। ବୁଝିଲେ ତ ଏହା ଶୁଣିବାକୁ ବିପରୀତ ଲାଗୁଥିଲେ ମଧ୍ୟ ବିଜ୍ଞାନ ଦୃଷ୍ଟିରୁ ଏହା ପରସ୍ପର ସହ ସମ୍ପୂର୍ଣ୍ଣ ଜଡ଼ିତ। ଜଡ଼ିତ ଅଛି କେମିତି? ଯେତେବେଳେ ଭୂପୃଷ୍ଠର ତାପମାତ୍ରା ଅତ୍ୟଧିକ ବଢ଼ିଯାଏ, ସେତେବେଳେ ତଳେ ଥିବା ଗରମ ଏବଂ ଓଦାଳିଆ ବାୟୁ ବହୁତ ଦ୍ରୁତ ଗତିରେ ଉପରକୁ ଉଠିବାକୁ ଲାଗେ। ଆଉ ଉପରକୁ ଗଲା ପରେ ଏହି ଗରମ ବାୟୁ ଯେତେବେଳେ ବାୟୁମଣ୍ଡଳର ଥଣ୍ଡା ସ୍ତର ସହ ଧକ୍କା ହୁଏ, ସେତେବେଳେ ତାହା ହଠାତ୍ ଘନୀଭୂତ ହୋଇଯାଏ। ଆଚ୍ଛା, ଆଉ ସେଇଠୁ ବାଦଲ ସୃଷ୍ଟି ହୁଏ? ଏକଦମ। ସେଥିରୁ ବିଶାଳକାୟ ବାଦଲ ସୃଷ୍ଟି ହୁଏ। ଏହି ପ୍ରକ୍ରିୟା ଏତେ କ୍ଷିପ୍ର ଏବଂ ଅସ୍ଥିର ହୋଇଥାଏ ଯେ ଏହା ଭୟଙ୍କର ବଜ୍ରପାତ, କୁଆପଥର ମାଡ଼ ଏବଂ ସ୍ଥାନୀୟ ଘୂର୍ଣ୍ଣିବଳର ରୂପ ନିଏ। ବାପରେ, ଏହା ତ ବହୁତ ଭୟଙ୍କର। ଆଉ ଏହା କେବଳ ପାଣିପାଗର ଖେଳ ନୁହେଁ, ବୁଝିଲେ? ଏହା ଆମ ଖାଦ୍ୟ ନିରାପତ୍ତା ଉପରେ ମଧ୍ୟ ଏକ ସିଧାସଳଖ ଆକ୍ରମଣ। ହଁ, ଚାଷୀମାନଙ୍କ ପାଇଁ ଏହା ବହୁତ ବଡ଼ ସମସ୍ୟା। ଚିନ୍ତା କରନ୍ତୁ, ଏକ ଚାଷୀର ଅବସ୍ଥା କ'ଣ ହେଉଥିବ? ପ୍ରଥମେ ପ୍ରବଳ ଖରା ଯୋଗୁଁ ମାଟିରୁ ଆର୍ଦ୍ରତା ସମ୍ପୂର୍ଣ୍ଣ ଶୁଖିଯିବ, ଆଉ ତାପରେ ଯଦି କିଛି ଫସଲ ବଞ୍ଚିଯାଇଥିବ, ତେବେ ଏହି ହଠାତ୍ କୁଆପଥର ମାଡ଼ ବା ଅସମୟ ବର୍ଷା ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ମାନେ ଚାରିଆଡ଼ୁ ମାଡ଼। ହଁ, ଫଳସ୍ୱରୂପ ବଜାରରେ ଖାଦ୍ୟଶସ୍ୟର ଅଭାବ ଦେଖାଦେବ, ଆଉ ଆମେ ପୁଣିଥରେ ସେହି ମହଙ୍ଗା ମାଡ଼ର ଶିକାର ହେବା, ଯାହା ବିଷୟରେ ଆମେ ଆରମ୍ଭରୁ ଆଲୋଚନା କରୁଥିଲେ। ସତରେ ସବୁକିଛି କେମିତି ଗୋଟେ ସୂତାରେ ବନ୍ଧା ହୋଇ ରହିଛି ନା? ବିଶ୍ୱସ୍ତରରେ ଯୋଗାଣ ଶୃଙ୍ଖଳା ଭାଙ୍ଗି ପଡ଼ିଛି, ଆଉ ପରିବେଶ ସ୍ତରରେ ପ୍ରକୃତି ଅସ୍ଥିର ହୋଇପଡ଼ିଛି। ହଁ, ଗୋଟେ ଚେନ୍ ରିଆକ୍ସନ ଭଳି ସବୁ ଚାଲିଛି। କିନ୍ତୁ ବିରୋଧାଭାସ ବା ଆଶ୍ଚର୍ଯ୍ୟଜନକ କଥା ଯେତେବେଳେ ଉଠିଲାଣି, ଆସନ୍ତୁ ଆମ ଦେଶ ଭିତରେ ଘଟୁଥିବା କିଛି ଆଉ ଘଟଣା ଉପରେ ନଜର ପକାଇବା। ମାନେ, ଗୋଟିଏ ପଟେ ସବୁକିଛି ଭାଙ୍ଗି ପଡ଼ୁଥିବା ବେଳେ ଅନ୍ୟପଟେ ଆମ ଦେଶରେ କିଛି ଅତି ସୁନ୍ଦର ସାଂସ୍କୃତିକ ସୃଷ୍ଟି ଏବଂ ପରମ୍ପରା ମଧ୍ୟ ତିଆରି ହେଉଛି। ଆଚ୍ଛା, ସେମିତି କ'ଣ ହେଉଛି? ଯାହାକୁ ଦେଖିଲେ ମନରେ ଏକ ଆଶା ଜାଗ୍ରତ ହୁଏ, ବୁଝିଲେ? ଉଦାହରଣ ସ୍ୱରୂପ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା 61ତମ ଫେମିନା ମିସ୍ ଇଣ୍ଡିଆ କାର୍ଯ୍ୟକ୍ରମ। ସେଠାରେ ବସ୍ତ୍ର ମନ୍ତ୍ରଣାଳୟ ଦ୍ୱାରା ଏକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି, ଯାହାର ନାମ ହେଉଛି ବିଶ୍ୱସୂତ୍ର। ହଁ, ବିଶ୍ୱସୂତ୍ର ୱିଭ୍ସ ଅଫ୍ ଇଣ୍ଡିଆ ଫର୍ ଦ ୱାର୍ଲଡ। ମୁଁ ଶୁଣିଛି ଏହା ବିଷୟରେ। ତେବେ ଆପଣ ଟିକେ ବିସ୍ତୃତ ଭାବରେ କୁହନ୍ତୁ, ଏହା ପ୍ରକୃତରେ କ'ଣ ଆଉ ଏହାର ବିଶେଷତ୍ୱ କ'ଣ? ଦେଖନ୍ତୁ, ବିଶ୍ୱସୂତ୍ର ହେଉଛି ଭାରତୀୟ କଳା ଏବଂ ବିଶ୍ୱ ସଂସ୍କୃତିର ଏକ ଅଦ୍ଭୁତ ମିଳନ। ଭାରତର ବିଭିନ୍ନ ରାଜ୍ୟରେ ଥିବା ବୁଣାକାରମାନଙ୍କର ହସ୍ତତନ୍ତ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ବହୁତ ଭଲ ଉଦ୍ୟମ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଭାରତର 30ଟି ପାରମ୍ପରିକ ହସ୍ତତନ୍ତ ବସ୍ତ୍ରକୁ ବିଶ୍ୱର 30ଟି ଭିନ୍ନ ଦେଶର ସଂସ୍କୃତି ଓ ଡିଜାଇନ ପ୍ରେରଣାରେ ତିଆରି କରାଯାଇଛି। ମାନେ ଦୁଇଟି ଅଲଗା ଅଲଗା ସଂସ୍କୃତିର ମିଶ୍ରଣ। ଏକଦମ। ମାନେ, ଆମ ଓଡ଼ିଶାର ବାନ୍ଧକଳା କିମ୍ବା ଏକତ୍ତରେ ଆପଣ ହୁଏତ ଗ୍ରୀକ୍ ଶୈଳୀର ଛାପ ଦେଖିବାକୁ ପାଇପାରନ୍ତି। ମିସ୍ ଇଣ୍ଡିଆ ବିଜୟିନୀ ସାଧ୍ୱୀ ସତୀ ସେଇଲ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ପାରମ୍ପରିକ କୁନୁବି ହସ୍ତତନ୍ତ ପିନ୍ଧିଥିଲେ। ୱାଃ, ଏହା ତ ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି। ଆମ ବୁଣାକାରମାନେ ତ ବହୁତ କଷ୍ଟ କରନ୍ତି। ହଁ, ଗୋଟିଏ ହସ୍ତତନ୍ତ ଶାଢ଼ୀ ବୁଣିବା ପାଇଁ ଜଣେ ବୁଣାକାରଙ୍କୁ କେତେ ଧୈର୍ଯ୍ୟ, ନିଷ୍ଠା ଏବଂ ନିଖୁଣତାର ଆବଶ୍ୟକତା ପଡ଼େ, ତାହା ଆମେ ସମସ୍ତେ ଜାଣେ। ଗୋଟିଏ ସୂତା ଏପଟ ସେପଟ ହେଲେ ପୁରା ଡିଜାଇନ ଖରାପ ହୋଇଯିବ। ଏକଦମ ସତ କଥା। ତେଣୁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଆମର ଏହି ନିଖୁଣ କଳାକୁ ସାହାଯ୍ୟ କରିବା ସହ ବିଶ୍ୱ ବଜାରରେ ଏହାର ରପ୍ତାଣି ବୃଦ୍ଧି କରିବା। ଠିକ୍ କହିଲେ। ଏହା ପ୍ରକୃତିରେ ନିର୍ମାଣର ବା କିଛି ଗଢ଼ିବାର ଏକ ଶ୍ରେଷ୍ଠ ଉଦାହରଣ। ଆଉ ନିର୍ମାଣ କଥା ଯେତେବେଳେ ଉଠିଛି, ଆଜି ଓଡ଼ିଶାରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ ହେଉଛି। ଆରେ ହଁ, ଆଜି ତ ଅକ୍ଷୟ ତୃତୀୟା, ବହୁତ ଶୁଭ ଦିନ। ଏକଦମ। ଆଉ ପୁରୀରେ ଆଜିଠାରୁ ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି। ପ୍ରଥମେ 3ଟି ଧୌରା କାଠ କାଟି ଏହି ମହାନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ହଁ, ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଆରମ୍ଭ ହୁଏ ଆଜି, ଠିକ୍ ନା? ହଁ, ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଜି ଥାଳଉଠା ନୀତି ସମ୍ପନ୍ନ ହୋଇଛି। ଏହିସବୁ ପର୍ବପର୍ବାଣୀ ଏବଂ କଳା ଆମକୁ ଶିଖାଏ ଯେ ବହୁତ ଧୈର୍ଯ୍ୟ ଏବଂ ଶୃଙ୍ଖଳା ସହ କିପରି ଏକ ସୁନ୍ଦର ସମାଜ ଗଠନ କରାଯାଇପାରେ। ସତ କହିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଗୋଟିଏ ପଟେ ଆମେ ଏତେ ଯତ୍ନର ସହ ଜିନିଷ ଗଢ଼ୁଛୁ,
ଆଉ ଅନ୍ୟପଟେ କିଛି ମୁହୂର୍ତ୍ତରେ ବଡ଼ ବଡ଼ ଦୁର୍ଘଟଣା ଏବଂ ମଣିଷକୃତ ଭୁଲ ସବୁକିଛି ନଷ୍ଟ କରିଦେଉଛି, ବୁଝିଲେ? ଆପଣ କେଉଁ ଘଟଣା ବିଷୟରେ କହୁଛନ୍ତି? ଯେମିତିକି ଜମ୍ମୁ କାଶ୍ମୀରର ଉଧମପୁରଠାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଯାତ୍ରୀବାହୀ ବସ୍ 100 ଫୁଟ ତଳକୁ ଖସିଯିବା ଫଳରେ 22 ଜଣଙ୍କର ପ୍ରାଣହାନି ଘଟିଛି। ଆରେ ବାପରେ, 22 ଜଣ! ଏହା ତ ବହୁତ ଦୁଃଖଦ ଘଟଣା। ଆଉ ଏପଟେ ଦେଖନ୍ତୁ, ରାଜସ୍ଥାନର ବାଲୋତ୍ରା ରିଫାଇନାରୀ ବା ତୈଳ ବିଶୋଧନାଗାରରେ ଆଜି ଭୟାବହ ନିଆଁ ଲାଗିଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିଲା, ଆଉ ଠିକ୍ ତା ପୂର୍ବରୁ ଏହି ଅଘଟଣା ଘଟିଗଲା। ଏହି ଦୁର୍ଘଟଣାଗୁଡ଼ିକ ପ୍ରମାଣ କରୁଛି ଯେ ଆମର ବ୍ୟବସ୍ଥା କେତେ ଭଙ୍ଗୁର। କିନ୍ତୁ ଯେତେବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଅପେକ୍ଷା ଜାଣିଶୁଣି ବ୍ୟବସ୍ଥାକୁ ଭାଙ୍ଗି ଦିଆଯାଏ, ସେତେବେଳେ ତାହା ଆହୁରି ଭୟଙ୍କର ହୋଇଯାଏ। ମାନେ ଜାଣିଶୁଣି? ଆପଣ ସେଇ କର୍ପୋରେଟ୍ ଠକେଇ କଥା କହୁଛନ୍ତି କି? ହଁ, ସେହି ଆର୍ଥିକ ଠକେଇ ମାମଲାଗୁଡ଼ିକୁ ହିଁ ଦେଖନ୍ତୁ ଆପଣ। ସବୁ ଜାଣିଶୁଣି ହିଁ ହେଉଛି। ଏକ୍ଜାମ୍ ଠିକ୍ କଥା ଉଠାଇଲେ ଆପଣ। ମୁଁ ସେଇ ଖବର ଉପରକୁ ହିଁ ଆସୁଥିଲି। ଆଜି ସିବିଆଇ, ରିଲାଏନ୍ସ କମ୍ୟୁନିକେସନ୍ସ ବା ଯାହାକୁ ଆମେ ଆର୍କମ୍ କହୁ, ତାର 2 ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ହଁ, ମୁଁ ବି ପଢ଼ିଲି ଏଇଟା ଆଜି। ଯୋଉଥିରେ ଭରତ ମାରୁ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ଏକ ବିରାଟ ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଛି। ଆଉ ଏଇ ଠକେଇର ପରିମାଣ କୌଣସି ଛୋଟ ଅଙ୍କ ନୁହେଁ। ଏହା ହେଉଛି ପୂରାପୂରି 2929 କୋଟି ଟଙ୍କା। 2929 କୋଟି! ଭାବିଲେ ବି ମୁଣ୍ଡ ବୁଲେଇ ଦଉଛି। ମୁଁ ଏବେ ସେଇ କଥା ହିଁ ଭାବୁଥିଲି, ବୁଝିଲେ? ଗୋଟିଏ ପଟେ ଜଣେ ବୁଣାକାର ଗୋଟିଏ ଶାଢ଼ୀ ତିଆରି କରିବା ବେଳେ ଧ୍ୟାନ ରଖୁଛି ଯେପରି ଗୋଟିଏ ବି ସୂତା ଏପଟ ସେପଟ ନ ହୁଏ। ହଁ, ପୁରା ନିଖୁଣ କାମ। ଆଉ ଅନ୍ୟପଟେ ଆମର ଏହି ଆଧୁନିକ କର୍ପୋରେଟ୍ ବ୍ୟବସ୍ଥାରେ ଏତେ ବଡ଼ ବଡ଼ ଅଧିକାରୀମାନେ 2959 କୋଟି ଟଙ୍କା ସିଧାସଳଖ ଗାୟବ କରିଦେଉଛନ୍ତି। ଏହା କିପରି ସମ୍ଭବ? ଏତେ ବଡ଼ ଟଙ୍କା ଏକାଥରକେ କିପରି ଅଦୃଶ୍ୟ ହୋଇଯାଏ ଆଉ କାହାକୁ କିଛି ଜଣାପଡ଼େ ନାହିଁ? ଏହା ହିଁ ତ ଆମ ଆଧୁନିକ ବ୍ୟବସ୍ଥାର ସବୁଠାରୁ ବଡ଼ ଦୁର୍ବଳତା। ଦେଖନ୍ତୁ, ଏକ ପାରମ୍ପରିକ ହସ୍ତତନ୍ତ କଳା ସମ୍ପୂର୍ଣ୍ଣ ସ୍ୱଚ୍ଛ। ସେଠାରେ ଗୋଟିଏ ଭୁଲ ହେଲେ ତୁରନ୍ତ ଆଖିକୁ ଦେଖାଯାଏ। ହଁ, ସେଟା ଠିକ୍। କିନ୍ତୁ ଏହି କର୍ପୋରେଟ୍ ସିଷ୍ଟମ ଏବଂ ଫାଇନାନ୍ସ ଦୁନିଆ ବହୁତ ଜଟିଳ ଏବଂ ଅସ୍ପଷ୍ଟ। ଏଥିରେ ବିଭିନ୍ନ ପ୍ରକାର କାଗଜପତ୍ର ଖେଳ ଥାଏ। ନକଲି କମ୍ପାନୀ ତିଆରି କରିବା ଏବଂ ବ୍ୟାଙ୍କ ଋଣର ଦିଗ ବଦଳାଇବା ଭଳି ଲୁକ୍କାୟିତ ଉପାୟରେ ଟଙ୍କା ହେରଫେର କରାଯାଏ। ମାନେ ଧରିବା ବହୁତ କଷ୍ଟ। ଏକଦମ। ବର୍ଷ ବର୍ଷ ଧରି ଏହି ଛିଦ୍ର ଦେଇ ଅର୍ଥ ବାହାରକୁ ଯାଉଥାଏ, କିନ୍ତୁ ବାହାରକୁ ସବୁକିଛି ଠିକ୍ ଥିବା ଭଳି ଦେଖାଯାଏ। ଯେତେବେଳେ କମ୍ପାନୀ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଏ, ସେତେବେଳେ ଯାଇ ଏତେ ବଡ଼ ଠକେଇ ସାମ୍ନାକୁ ଆସେ। ଏହା ଆମ ସିଷ୍ଟମରେ ଥିବା ତଦାରଖ ବା ଅଡିଟ୍ ବ୍ୟବସ୍ଥାର ବିଫଳତାକୁ ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି। ଆଉ ଏହି ଠକେଇ ଶେଷରେ ଯାଇ ସେହି ସାଧାରଣ ଲୋକଙ୍କ ଉପରେ ହିଁ ପ୍ରଭାବ ପକାଏ, ଯେଉଁମାନେ ପୂର୍ବରୁ ହିଁ ମହଙ୍ଗା ବଜାର ଆଉ ଜଳବାୟୁ ପରିବର୍ତ୍ତନ ସହ ଲଢ଼ୁଛନ୍ତି। ସତ କଥା, ସବୁ ବୋଝ ସାଧାରଣ ଲୋକଙ୍କ ଉପରେ। ତେବେ ଆଜିର ହିଁ ଆଲୋଚନାରେ ଆମେ ଯାହା ସବୁ ଦେଖିଲେ, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ବି ଘଟଣା ଏକୁଟିଆ ଘଟୁନାହିଁ। ସବୁକିଛି ପରସ୍ପର ସହ ଯୋଡ଼ି ହୋଇଅଛି। ହଁ, ପୁରା ଇଣ୍ଟରକନେକ୍ଟେଡ୍ ବୋଲି ଆମେ କହିପାରିବା। ଏକଦମ। ମଧ୍ୟପ୍ରାଚ୍ୟରେ ଆମେରିକା ଆଉ ଇରାନର ତିକ୍ତତା ଯୋଗୁଁ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇଗଲା। ତାର ପ୍ରଭାବରେ ଜାହାଜଗୁଡ଼ିକୁ 14 ଦିନ ଅଧିକ ଯାତ୍ରା କରିବାକୁ ପଡ଼ିଲା। ସେହି ବିଳମ୍ବ ଯୋଗୁଁ ଆମ ବନ୍ଦରଗୁଡ଼ିକରେ କଣ୍ଟେନର ଜାମ୍ ହେଲା ଏବଂ କୋଇଲା ଭଳି କଞ୍ଚାମାଲର ଦାମ 30% ପର୍ଯ୍ୟନ୍ତ ବଢ଼ିଗଲା। ଆଉ ସେଇଥିପାଇଁ ଷ୍ଟିଲ୍ ଦାମ ମଧ୍ୟ ବଢ଼ିଲା। ଠିକ୍ ଧରିଲେ। ଆଉ ସେହି କାରଣରୁ ବିଶ୍ୱର ଚାହିଦା ନଥାଇ ମଧ୍ୟ ଇସ୍ପାତ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦାମ ବଢ଼ି ଚାଲିଛି। ତା ସହ ଆମେ ଦେଖିଲେ କିପରି ମେଗା ଏଲ୍ ନିନୋ ଆମ ଚାଷବାସ ପ୍ରତି ବିପଦ ସୃଷ୍ଟି କରୁଛି। ଆଉ ଆମ ନିଜସ୍ୱ ସିଷ୍ଟମରେ ଥିବା ତ୍ରୁଟି ଯୋଗୁଁ ଆମେ ଆର୍ଥିକ ଠକେଇ ଓ ଦୁର୍ଘଟଣାର ଶିକାର ହେଉଛୁ। ସବୁକିଛି ଗୋଟିଏ ଅଦୃଶ୍ୟ ସୂତାରେ ବନ୍ଧା ହୋଇଛି, ଯାହା ବିଷୟରେ ଆମେ ଆରମ୍ଭରୁ କହିଥିଲେ। ତେବେ ଆପଣ ଶେଷରେ କିଛି କହିବାକୁ ଚାହିଁବେ କି? ଏହି ସମସ୍ତ ତଥ୍ୟକୁ ଏକାଠି ରଖି ବିଶ୍ଳେଷଣ କଲା ପରେ ମୁଁ ଆମ ଶ୍ରୋତାମାନଙ୍କୁ ଗୋଟେ ବହୁତ ଗଭୀର ଏବଂ ଗମ୍ଭୀର ପ୍ରଶ୍ନ ଛାଡ଼ିଦେବାକୁ ଚାହେଁ, ଯାହା ଉପରେ ସମସ୍ତଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ନିଶ୍ଚୟ, କୁହନ୍ତୁ। ଆଜି ଆମେ ଦେଖିଲେ ଯେ ସମୁଦ୍ରର ଗୋଟିଏ ମୁଖ୍ୟ ରାସ୍ତା ବନ୍ଦ ହେଲେ କିମ୍ବା ମହାସାଗରର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ଆମ ଦୈନନ୍ଦିନ ଖାଦ୍ୟପେୟକୁ ସମ୍ପୂର୍ଣ୍ଣ ଓଲଟାପାଲଟା କରିଦେଉଛି। ଆମେ ଏବେ ଗୋଟେ ଛୋଟ ଝଟକା ସମ୍ଭାଳିବାକୁ ଏତେ ସଂଘର୍ଷ କରୁଛୁ। ହଁ, ଏବେ ହିଁ ଅବସ୍ଥା ଖରାପ ଅଛି ଆମର। ତେବେ ଟିକେ ଭବିଷ୍ୟତ କଥା କଳ୍ପନା କରନ୍ତୁ। ଯେତେବେଳେ ଜଳବାୟୁ ପରିବର୍ତ୍ତନ
ଏବଂ ଭୌଗୋଳିକ ରାଜନୈତିକ ବିବାଦ ଦୁଇଟି ଯାକ ଏକା ସାଙ୍ଗରେ ଚରମ ସୀମାରେ ପହଞ୍ଚିବ, ସେତେବେଳେ କ'ଣ ହେବ? ସତରେ ସେତେବେଳେ ଅବସ୍ଥା କ'ଣ ହେବ? ସେତେବେଳେ କ'ଣ ଏଇ ବିଶ୍ୱ ଯୋଗାଣ ଶୃଙ୍ଖଳା ସେହି ମିଳିତ ବିପର୍ଯ୍ୟୟକୁ ସମ୍ଭାଳିବା ପାଇଁ ପ୍ରକୃତରେ ପ୍ରସ୍ତୁତ ଅଛି କି? କିମ୍ବା ଏହି ପୁରୁଣା ସିଷ୍ଟମ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବ ଆଉ ଆମକୁ ଏକ ସମ୍ପୂର୍ଣ୍ଣ ନୂଆ ଆଞ୍ଚଳିକ ବିକଳ୍ପ ଅର୍ଥନୀତିର ସନ୍ଧାନ କରିବାକୁ ପଡ଼ିବ? ଏହା ଉପରେ ସମସ୍ତେ ଚିନ୍ତା କରିବା ଦରକାର। ଏହା ପ୍ରକୃତରେ ଏକ ଭୟଭୀତ କଲା ଭଳି ଅଥଚ ନିତାନ୍ତ ବାସ୍ତବିକ ପ୍ରଶ୍ନ ବୁଝିଲେ ବୋଧହୁଏ ଆମକୁ କେବଳ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ଶିଖିଲେ ହେବ ନାହିଁ, ବରଂ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯାହା ଅଧିକ ସ୍ଥାୟୀ ଏବଂ ସ୍ୱଚ୍ଛ ହୋଇଥିବ। ଠିକ୍ ସେହି ଆମ ହସ୍ତତନ୍ତ କଳା ପରି। ଏକଦମ ଠିକ୍। ଆଜିର ଏହି ଆଲୋଚନା ଆମକୁ ଅନେକ କିଛି ନୂଆ ଦିଗରୁ ଭାବିବାକୁ ବାଧ୍ୟ କଲା। ତବେ ଏହି ଗଭୀର ବିଶ୍ଳେଷଣରେ ଆଜି ପାଇଁ ଏତିକି। ଆଗକୁ ପୁଣି କିଛି ନୂଆ ତଥ୍ୟ, ନୂଆ ବିଶ୍ଳେଷଣ ଆଉ ନୂଆ ଦୃଷ୍ଟିକୋଣ ସହ ନିଶ୍ଚୟ ଭେଟ ହେବ।